ଦେବୀ ମାତା ପାର୍ବତୀଙ୍କର ଏକ ଅନ୍ୟ ରୂପ। ସେ କୁନ୍ଦ୍ରା ଦେବଙ୍କର ପତ୍ନୀ ଥିଲେ। ଯେଉଁ କୁନ୍ଦ୍ରା ପ୍ରଭୁ ରୁଦ୍ରଙ୍କର ଅଂଶ ଥିଲେ, ସେ ନିଦ୍ରା ଦେବୀ ମାତା ଲକ୍ଷ୍ମୀଙ୍କ ପରି ସୁନ୍ଦରୀ ଥିଲେ, ଯେ ତ୍ରିଶକ୍ତି ପାର୍ବତୀ, ଲକ୍ଷ୍ମୀ ଓ ସରସ୍ୱତୀଙ୍କ ଶକ୍ତିର ଏକ ଅଂଶ ଥିଲେ। ମାନସିକ ରୋଗୀ, ନିଦ୍ରାହୀନତା ଭୋଗ କରୁଥିବା ବ୍ୟକ୍ତିମାନଙ୍କ ପାଇଁ ଏ ନିଦ୍ରା ଦେବୀ କରୁଣାର ଆବଶ୍ୟକତା ହୋଇଥାଏ। ରାମାୟଣରେ ଦେବୀଙ୍କର ବିଶେଷ ଭୂମିକା ରହିଛି। ଭ୍ରାତା ଲକ୍ଷ୍ମଣ ପ୍ରଭୁ ଶ୍ରୀରାମ ଓ ସୀତାଙ୍କ ସହ ଯେତେବେଳେ ବନଗମନ କଲେ, ସେତେବେଳେ ମାତା ସୁମିତ୍ରାଙ୍କ ଆଦେଶରେ ରାମ ସୀତାଙ୍କର ସୁରକ୍ଷା ଦାୟିତ୍ୱ ଲକ୍ଷ୍ମଣ ନିଜ ଉପରକୁ ନେଇ ନିଜେ ନ ଶୋଇ 14 ବର୍ଷ କାଳ ଭାଇ ଭାଉଜଙ୍କୁ ସୁରକ୍ଷା ଦେଇଥିଲେ। ସେତେବେଳେ ନିଦ୍ରା ଦେବୀ ଲକ୍ଷ୍ମଣଙ୍କ ପାଖକୁ ଆସିବାରୁ ପ୍ରଭୁ ଲକ୍ଷ୍ମଣ ନିଦ୍ରା ଦେବୀଙ୍କୁ ଅନୁରୋଧ କରିଥିଲେ କି ନିଜ ନିଦ୍ରାର 14 ବର୍ଷର ଭାଗ ସେ ତାଙ୍କ ପତ୍ନୀ ଉର୍ମିଳାକୁ ଦେଇ ଦିଅନ୍ତୁ, ଯାହା ଫଳରେ ସେ ପତି ବିରହ ଦଶା ନ ଭୋଗି ବନବାସ ସରିବା ପର୍ଯ୍ୟନ୍ତ ଆନନ୍ଦଦାୟକ ଭାବରେ ଅଯୋଧ୍ୟାରେ ଶୋଇ ରହିବେ ଓ ମୁଁ ମୋ କର୍ମ ସୁଚାରୁ ରୂପେ ସମ୍ପାଦନ କରିପାରିବି। ଆଜ୍ଞା।